ସାଙ୍ଗମାନେ ଚିକି ରାମକୁ ରିକ୍ସାରେ ଟାଣି ଟାଣି ନେଉଥାଏ। ତାପରେ ଚିକି ବହୁତ ଥକି ପଡ଼େ ଆଉ ସେ ରିକ୍ସାରୁ ଓହ୍ଲେଇ ପଡ଼େ। ରାମୁ କୁହେ, ଚିକି ତମେ ଠିକ୍ ଅଛ ତ? ଚିକି କୁହେ ହଁ। ତାପରେ ରାମ କୁହେ, ଚିକି ରୁହ, ଆମକୁ କିଛି ଅଲଗା ରାସ୍ତା ଦେଖିବାକୁ ପଡ଼ିବ। ଚିକି କୁହେ, ନାଇଁ ଇଂଲିଶ ମିଡ଼ିୟମ୍, ମୁଁ ପୁରା ଠିକ୍ ଅଛି, ଆମକୁ ଜଲ୍ଦି ଯାଇ ଘରେ ପହଞ୍ଚିବାର ଅଛି। ତାପରେ ରାମ କୁହେ, ତମେ ଠିକ୍ ସେ ନିଶ୍ୱାସ ନେଇପାରୁନ, ଥକି ଗଲଣି, ତମେ କେମିତି ନେଇକି ଯିବ ମୋତେ? ଚିକି କୁହେ, ଆଜି ଯଦି ମୋ ନିଶ୍ୱାସ ବି ଅଟକି ଯାଏ ନା, ତାହେଲେ ବି କିଛି ମାଇଣ୍ଡ କରିବିନି, କିନ୍ତୁ କୌଣସି ବି ମତରେ ବି ମୁଁ ରୁହିକୁ ତମ ସ୍ତ୍ରୀ ହେବାର ଦେଖିପାରିବିନି। ଚିକିଟାର ଏକଥା ଶୁଣି ରାମ ଚିକିକୁ ହିଁ ଚାହିଁଥାଏ ଆଉ ବହୁତ ଆଶ୍ଚର୍ଯ୍ୟ ବି ହେଇଯାଏ। ତାପରେ ଚିକି କୁହେ, ମମି ପ୍ଲିଜ୍ ମୋତେ ଟିକେ ହେଲ୍ପ କର। ଆଉ ତାପରେ ଚିକି ରିକ୍ସାକୁ ଗୋଡ଼େଇ ଗୋଡ଼େଇ ନିଏ। ସାଙ୍ଗମାନେ, ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟ ଲାଇକ୍ଟେ କରିଦିଅନ୍ତୁ, କାହିଁକିନା ମୁଁ ଏଇଭଳି ଭିଡ଼ିଓ ଆପଣଙ୍କ ମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।